ଏବଂ ତାଙ୍କର ସମସ୍ତ ଶିକ୍ଷା ଭିତରେ ଯେତେ ସବୁ ପ୍ରତିଜ୍ଞା ରହିଛି ତାଙ୍କର ସବୁଠୁ ବଡ଼ ପ୍ରତିଜ୍ଞା ମୁଁ ପିତାଙ୍କ ରାଜ୍ୟକୁ ପିତାଙ୍କ ଗୃହକୁ ସ୍ୱର୍ଗରାଜ୍ୟକୁ ଯାଉଛି ଆଉ ତୁମାନଙ୍କ ନିମନ୍ତେ ସ୍ଥାନ ପ୍ରସ୍ତୁତ କଲା ପରେ ପୁନର୍ବାର ଆସିବି ଆଉ ମୁଁ ଯୋଉଠି ଥାଏ ତୁମାନେ ଯେ ମୋ ସହିତ ସେଇ ଜାଗା ରହିବ ଏଥିପାଇଁ ମୁଁ ତୁମାନଙ୍କୁ ମୋ ନିକଟକୁ ଘେନିଯିବି। ଏଇଟା ବହୁତ ବଡ଼ ପ୍ରତିଜ୍ଞା ପ୍ରଭୁ ଆପଣା ବାକ୍ୟରେ ଦେଲେ। ଯୌନ ସୁସମାଚାର 14 ପର୍ବର 1-3 ଆଉ ଖ୍ରୀଷ୍ଟଙ୍କ ଆଗମନ ସମ୍ବନ୍ଧରେ ବହୁତ ଗୁଡ଼ିଏ ପ୍ରତିଜ୍ଞା ଦିଆଯାଇଛି ଆଉ ସେ ପ୍ରତିଜ୍ଞା ଅନେକ ସଫଳ ମଧ୍ୟ ହେଇଛି। ଆଗମନ ପୂର୍ବରୁ କ'ଣ କ'ଣ ଘଟଣା ଘଟିବ, ଲକ୍ଷଣ ଚିହ୍ନ ଏସବୁ କ'ଣ ଏସବୁ ଯାହା ଦିଆଯାଇଛି, ଭବିଷ୍ୟତବାଣୀ ଦିଆଯାଇଛି, ଅନେକ ଘଟଣା ସଫଳ ହେଇଛି ଏବଂ ଅନେକ ବାଇବେଲର ସୁଶିକ୍ଷିତ ପଣ୍ଡିତମାନେ ଜ୍ଞାନୀମାନେ ଅନୁସନ୍ଧାନ କରୁଛନ୍ତି ଯେଉଁ ସମସ୍ତ ଘଟଣା ପୃଥିବୀରେ ଘଟୁଛି ତାକୁ ଦେଖିକି ପ୍ରଭୁଙ୍କ ବାକ୍ୟ ସହିତ କୋଉଟା ମେଳ ଖାଉଛି, ପ୍ରଭୁଙ୍କ ବାକ୍ୟରେ କ'ଣ ଲେଖା ହେଇଛି ତାହା କୋଉଠି କି ପ୍ରକାର ଘଟୁଛି, କୋଉ ସମୟରେ ଘଟୁଛି, ଏ ସମସ୍ତ ବିଷୟ ଯେଉଁମାନେ ଅନୁସନ୍ଧାନ କରୁଛନ୍ତି, ଗବେଷଣା କରୁଛନ୍ତି, ଧ୍ୟାନ ଦେଉଛନ୍ତି ସେମାନେ ବୁଝିପାରୁଛନ୍ତି। ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ଆମମାନେ ସମସ୍ତେ ଏ ବିଷୟ ଜାଣିବା ଦରକାର। ଦୁଇଟା ବିଷୟକୁ ଆଜି ମଣ୍ଡଳୀରେ ଅବହେଳା କରାଯାଇଛି। ସେ ଦୁଇଟା ବିଷୟ କ'ଣ? ପ୍ରଥମ ବିଷୟ ହେଉଛି ଖ୍ରୀଷ୍ଟଙ୍କର ଆଗମନ ହେବ, ଏହି ସମ୍ବନ୍ଧରେ ଆଗମନ ସମ୍ବନ୍ଧରେ ଶିକ୍ଷା ସଚେତନ କରିବା ବହୁତ କମ୍ ମଣ୍ଡଳୀ ମାନଙ୍କରେ ଏ ସମ୍ବନ୍ଧରେ ଶିକ୍ଷା ଦିଆଯାଏ। ଏଇଟା ହେଉଛି ପ୍ରଥମ ନମ୍ବର। ଦ୍ୱିତୀୟ ବିଷୟ ହେଉଛି ପ୍ରଭୁ ଆମମାନଙ୍କୁ ଏକ ଚିରକାଳ ସାହାଯ୍ୟକାରୀଙ୍କୁ ଦେଇଛନ୍ତି ପବିତ୍ର ଆତ୍ମା। ସେଇ ପବିତ୍ର ଆତ୍ମାଙ୍କ ସମ୍ବନ୍ଧୀୟ ଶିକ୍ଷା, ବିଶ୍ୱାସୀ ସହିତ ମଣ୍ଡଳୀ ସହିତ ପବିତ୍ର ଆତ୍ମାଙ୍କର କ'ଣ ସମ୍ପର୍କ ଆଉ ତତ୍ସଙ୍ଗେ ସଙ୍ଗେ ପବିତ୍ର ଆତ୍ମା କ'ଣ କରନ୍ତି, ତାଙ୍କର କାର୍ଯ୍ୟ କ'ଣ ଆଉ କିପରି ଭାବରେ ସେ କାର୍ଯ୍ୟ କରନ୍ତି, ମଣ୍ଡଳୀକୁ କିପରି ସାହାଯ୍ୟ କରନ୍ତି, ପରିବାରକୁ କିପରି ସାହାଯ୍ୟ କରନ୍ତି, ବିଶ୍ୱାସୀମାନଙ୍କୁ କିପରି ସାହାଯ୍ୟ କରନ୍ତି ଏବଂ ପବିତ୍ର ଆତ୍ମାଙ୍କର ସହାୟତା ଆମମାନଙ୍କ ଜୀବନରେ କାହିଁକି ଦରକାର, এই ବିଷୟରେ ଯେଉଁ ଶିକ୍ଷା ରହିଛି ସେହି ସମ୍ବନ୍ଧରେ ମଧ୍ୟ ମଣ୍ଡଳୀରେ କମ୍ ଶିକ୍ଷା ଦିଆଯାଏ। ଏପରିକି ଏହି ଦୁଇ ରକମର ଶିକ୍ଷାକୁ ମଣ୍ଡଳୀ ମାନଙ୍କରେ ବା ଖ୍ରୀଷ୍ଟୀୟ ସମାଜରେ ଶିକ୍ଷା ଦେବା ଦ୍ୱାରା ଅନେକ ସମୟ ଲୋକମାନେ ଭୁଲ ବି ବୁଝନ୍ତି। ଗୋଟିଏ ପଦ ମୁଁ ପଢ଼ିବା ପାଇଁ ଚାହୁଁଛି ପବିତ୍ର ଆତ୍ମାଙ୍କ କାର୍ଯ୍ୟ ସମ୍ବନ୍ଧରେ। ପବିତ୍ର ଆତ୍ମାଙ୍କୁ ଆପଣଙ୍କ ପାଇଁ ମୋ ପାଇଁ ବ୍ୟକ୍ତିଗତ ଭାବରେ ପ୍ରଭୁ ଦେଇଛନ୍ତି। ସମୂହଗତ ମଣ୍ଡଳୀଗତ ଭାବରେ ତ ଦେଇଛନ୍ତି କିନ୍ତୁ ବ୍ୟକ୍ତିଗତ ଭାବରେ ଦେଇଛନ୍ତି ଆମମାନଙ୍କର ଖ୍ରୀଷ୍ଟୀୟ ଜୀବନର ଯାତ୍ରା ପଥରେ ନୀତି ପ୍ରତିଦିନ ଆମେ ତାଙ୍କ ସହାୟତା ସାହାଯ୍ୟରେ ଆମେ ଚାଲିବାକୁ ପାରିବୁ। ଆମମାନଙ୍କ ପାଇଁ ଯାହା ଆବଶ୍ୟକ ପବିତ୍ର ଆତ୍ମା ତାହା ଯୋଗାନ୍ତି, ଆମମାନଙ୍କର ପରିସ୍ଥିତିକୁ ମଧ୍ୟ ସେ ପରିବର୍ତ୍ତନ କରିପାରନ୍ତି। ଆମର ଭାଇ ଭଉଣୀମାନେ ଏଫେସୀ 3 ପର୍ବର 20 ପଦରେ ଗୋଟିଏ କଥା ଲେଖାଯାଇଛି, 20 ଆଉ 21 ପଦରେ ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି ଅନୁସାରେ ଆମ୍ଭମାନଙ୍କ ମାଗିବା ଓ ଭାବିବା ଠାରୁ ଅତ୍ୟଧିକ ପରିମାଣରେ ସାଧନ କରିପାରନ୍ତି, ଯୁଗେ ଯୁଗେ ପୁରୁଷାନୁକ୍ରମେ ମଣ୍ଡଳୀ ଓ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ତାହାଙ୍କର ଗୌରବ। এই ଜାଗାରେ ଲେଖାଯାଇଛି ଆମମାନଙ୍କର ଅନ୍ତରରେ ଏକ ଶକ୍ତି କାର୍ଯ୍ୟ କରୁଛି। ସେ ଆମମାନଙ୍କ ଅନ୍ତରରେ ଯେଉଁ ଶକ୍ତି କାର୍ଯ୍ୟ କରୁଛି ଆପଣ ନିତାନ୍ତ ଏ କଥା ବୁଝିବାକୁ ପଡ଼ିବ ଯେ ଆପଣଙ୍କ ଅନ୍ତରରେ ଗୋଟେ ଶକ୍ତି କାର୍ଯ୍ୟ କରୁଛି। ଆପଣ କି ମୁଁ ତାହା ଦେଖିପାରୁନୁ, ସେଇଟା ଆଖିରେ ଦେଖାଯାଏନି ସେ ଶକ୍ତି। ଯେପରି ଆମେ ବିଦ୍ୟୁତ ଶକ୍ତିକୁ ଆଖିରେ ଦେଖିପାରୁନୁ କିନ୍ତୁ ଆମେ ଅନୁଭବ କରିବା, ଯଦି ଆମେ ଛୁଇଁବା, ଯଦି କୋଉ ଜାଗାରେ କ'ଣ ହେଇଗଲା ତାହେଲେ ବିଦ୍ୟୁତ ପ୍ରବାହ ହେଉଛି ଆମେ ଜାଣିପାରୁଛୁ। এই ইলেকট্রিসিটি বা বিদ্যুৎর প্রবাহ আমি জাঁপারুছু, অনুভব করে পারুছু। তা দ্বারা বহুত বড় বড় ফ্যাক্টরি চালিছি, মেସିନ୍ চালিছি, বিভিন্ন বিষয় চালিছি। আমার দৈনন্দিন জীবনের পরিবার মধ্যে এই শক্তির প্রবাহ রয়েছে, আবশ্যক রয়েছে এবং ব্যক্তি জীবନରେ আমি নিজ আখিরে তাকে আমি দেখিপারিবা না। এ লেখা যাই ঈশ্বরଙ୍କ বাক্যরে ଆମମାନଙ୍କ ଅନ୍ତରରେ ଗୋଟେ ଶକ୍ତି କାର୍ଯ୍ୟ କରୁଛି। ସେ ଶକ୍ତି ଆମର ନାହିଁ। କ'ଣ ଲେଖା ହେଇଛି ଦେଖନ୍ତୁ, ଈଶ୍ୱରଙ୍କର ଶକ୍ତି। ଈଶ୍ୱର ଏ ଲେଖାଯାଏ ଯେ ପ୍ରକାର ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ ଯେଉଁ ଈଶ୍ୱର ଆମମାନଙ୍କର ଅନ୍ତରରେ କାର୍ଯ୍ୟ ସାଧନ କରୁଥିବା ଆପଣା ଶକ୍ତି, ଈଶ୍ୱରଙ୍କର ଶକ୍ତି ଆମ ଅନ୍ତରରେ କାର୍ଯ୍ୟ କରୁଛି। ସେଇ ଶକ୍ତି ଅନୁସାରେ ଯଦି ଆମେ କିଛି ମାଗିବା ପାଇଁ ଭାବିବା, ସେ ତାଠୁ ଅଧିକ ଦେବେ, ଅଧିକ ସାଧନ। ଆପଣଙ୍କ ନିଶ୍ଚୟ ଅନୁଭବ ଥିବ, ଅନେକ ସମୟରେ ଆପଣ ପ୍ରଭୁଙ୍କର କିପରି ଆଶୀର୍ବାଦ ପାଇଛନ୍ତି ମନେ ପକାନ୍ତୁ। ଆପଣ ଯେତେ ମାଗିଛନ୍ତି ତାଠୁ ଅଧିକ ପାଇଛନ୍ତି, ଯେତେ ଭାବିଛନ୍ତି ତାଠୁ ଅଧିକ ପାଇଛନ୍ତି। ଆମେ ସମସ୍ତଙ୍କ ଜୀବନରେ ପ୍ରଭୁଙ୍କର ପ୍ରଚୁର ଆଶୀର୍ବାଦ ଆମେ ଦେଖିଛୁ।
केवल आशीर्वाद देइचंती बोले से प्रभु एक कथा नुहे आमाने आशीर्वाद न पाइले सुधा आम जीवन रे जो परित्राण आनंद शांति पाप क्षमार जो बोध पाइछु से बहुत बड़ विषय जोड़ा पाइबार आमर योग्यता नहीं परित्राण ईश्वर अनुग्रता एथिपाई आमानक अंतर भितर पवित्र आत्मा शक्ति कार्य करुच्ची प्रथमे बुझा दरकार प्रभु यीशु जो प्रतिज्ञा देले से जोहन सुसमाचार 14 पर्व गोटे बहुत बड़ प्रतिज्ञा देले से प्रतिज्ञा आज मंडली नितांत बुझा दरकार से प्रतिज्ञा एपरी अटे जोहन सुसमाचार 14 पर्व को जब जीवा प्रभु वाक्य पाइपर मोर भाई भूणी माने प्रभु आमानंको अनाथ करी छाड़ी जाइना जेतले से पुनरुत्थान कर स्वर्ग राज्य गले से कहिले 15 पद 14 पर्वर 15 पदरे जदि तुम्भे माने मते प्रेम कर ताहेले मोर आज्ञा सब पालन कर ताहेले तुमाने मोर आज्ञा सब पालन करिवो आ मु पिता को अनुरोध करी कौन अनुरोध करी पुणी तुम्भ मान सांगरे चिरकाल रहिबा निमंते से तुम्भ मान जड़े साहाय्यकारी के अर्थात से ही सत्यम आत्मा को देवे साहाय्यकारी को देवे चिरकाल रहिबा से सत्यम आत्मा चिरकाल साहाय्य करे पुरातन नियम पवित्र आत्मा चिरकाल रहु नथिले सहित जाजक माने भविष्य वक्ता माने राजा माने विभिन्न प्रभु सेवक मान विचारकर्ता मान बहुत व्यवहार करते सहित पवित्र आत्मा सदाबले रहु न पुरातन नियम प्रकाश करे जेतेले प्रभु को कार्य पृथ्वी करने चाहूले दास दासी मान उपरकू पवित्र आत्मा ओह्लौले अल्प समय से कार्य साधन कला पवित्र आत्मा छाड़ी चली किंतु अनुग्रह जुगरे मंडली जुगरे आमान जुगरे मंडली भितर पवित्र आत्मा ख्रीष्टीय परिवार भितर आपण जीवन मो जीवन पवित्र आत्मा सर्वदा चिरकाल अच्छी आई पवित्र आत्मा ही तुरीवाद्य आमान प्रभु राज्य को ने पिता सहित जीशु सहित मिलित कराइबे से पवित्र आत्मा ही मृत लोक मान उठेबे से मृत लोक मान उठेबार शक्ति पुनरुत्थान शक्ति पवित्र आत्मा अच्छी रूपांतरित करिवार शक्ति पवित्र आत्मा अच्छी अच्छा तो आप बाइबल में से विषय पाइपर हेले ए लेखा जाइए मु पवित्र आत्मा को देवी से चिरकाल रही तुम संगरे आ से साहाय्यकारी पवित्र आत्मा अटंती ए लेखाई देखो 17 पदरे जगत ताहांकु ग्रहण करि पारे नाही कारण जगत ताहांकु देखे नाही किंबा जाने नाही किंतु तुम्भे माने ताहांकु जानो जे यीशु को पाइछि से जीवन पाइछि परित्राण पाइछि जे यीशु को पाइछि पवित्र आत्मा को पाइछि परित्राण प्राप्त व्यक्ति पाप क्षमा पाइथिबा व्यक्ति बा बोध पाइथिबा व्यक्ति भितरे पवित्र आत्मा थांती जड़े लोक मो जीशु ख्रीष्ट को परित्राण करता उद्धार करता बोली केबे भी मुखर स्वीकार करिबा जदि पवित्र आत्मा ता भितर नांती हेले एडी कोन लिखा जाइछि जगत ताहांकु देखे नाही किंबा जाने नाही तुम्भे माने ताहांकु जानो कारण से तुमानकर सांगरे थांती पुणी से तुमानकर अंत रहिबे तुम सांगरे थांती आज से मंडल सहित अछंती ख्रीष्टीय परिवार भितर अछंती आपणको भितर अछंती मो भितर अछंती आ बहुत बड़ विषय मोर भाई भूणी माने पवित्र आत्मा आम भितर अछंती आ तांकर महिमा उद्देश्य से आम भितर थाई कार्य साधन करूछंती देखंतु 17 पर्वर शेष अंश तुम्भे माने ताहांकु जानो कारण से तुम मान सांगरे थांती पुणी से तुम मान अंतरे रहिबे बोले भविष्य आमे न डाकिले से आम भीतर आसबे आपण घर को मो घर जदि किए आसब आमे तांकु कबाड़ पाखे ठिया कथबार्ता करवा द्वारा से लोक केवे घर को आसबे ना आमर बंधु हूँ आम सांगसाथी हूँ आम संपर्क लोक हूँ आपड़ यदि कबाड़ पाखे ठिया कथा तो करेंगे मु कबाड़ पाखे ठिया कथा तो करी जदि आम घर को डाकिबा ना से जबरदस्ती घरे पशिबे ना पवित्र आत्मा का अंतर भितर जबरदस्ती पसंद प्रवेश करती ना से मंडल थांती किंतु जबरदस्ती से राजत्व करती ना जेहेतु बाइबल गोटे कथा रखाई बारंबार जेपरी जय कही ए विषय भूलवा ना बाइबल जबरदस्ती विषय कौटी मध्य ना ईश्वर बाइबल गोटे कथा रखा जाए जेपरी जय कही विश्वास कला ग्रहण कला मानिला प्रार्थना कला आशीर्वाद कर जेहेतु मनुष्य को प्रभु एक बड़ स्वाधीनता देते से स्वाधीनता से केमती व्यवहार कर निर्भर कर प्रभु गोटे कथा मत कह स्वर्ग मर्त्य साक्षी रखी मुझे तुमको कहूँ तुम सम्मुखें मो जीवन मरण रखी तुम सम्मुखें आशीर्वाद रखी अभिशाप रखी तुम कौन ग्रहण कर निजे ग्रहण कर तुम ठीक कर आ से कहते जीवन और आशीर्वाद ग्रहण कले उत्तम तुम मनोनीत करवा ग्रहण करवा मोर व्यक्तिगत कथा मत किए जबरदस्ती करें मुझे जबरदस्ती करें जबरदस्ती एक भूल विषय जोटा केवे करा जाए यदि मनुष्य को प्रभु विवेक देइचंती ज्ञान देइचंती मन देइचंती इच्छा देइचंती
ପଞ୍ଚେନ୍ଦ୍ରିୟ ଦେଇଛନ୍ତି, ଭଲ ମନ୍ଦ ବୁଝିବା ପାଇଁ ଶକ୍ତି ଦେଇଛନ୍ତି। ଆଉ ମନୁଷ୍ୟ ନିଜେ ବୁଝିପାରେ କୋଉଟା ଠିକ କୋଉଟା ଭୁଲ, ଅନ୍ୟର ଭୁଲ ଦେଖିପାରେ। ହୁଏତ ଆମମାନେ ଅନେକ ସମୟରେ ନିଜର ସମୟ ଦେଉ, ନିଜର ଭୁଲ ଆମେ କେବେ ଦେଖିନୁ। ଏଥିପାଇଁ ପବିତ୍ର ଆତ୍ମା ଆମ ଭିତରେ ଥାଇକି କ'ଣ କରନ୍ତି? ଆମକୁ ସାହାଯ୍ୟ କରନ୍ତି ବୁଝିବା ପାଇଁ ଗୋଟିଏ ବିଷୟ, ଗୋଟେ ପରିସ୍ଥିତି ପରିବେଶକୁ ବୁଝିବା ପାଇଁ ପବିତ୍ର ଆତ୍ମା ସାହାଯ୍ୟ କରନ୍ତି। କିନ୍ତୁ ସେ ଜବରଦସ୍ତି କରନ୍ତି ନାହିଁ, ସେ ହସ୍ତକ୍ଷେପ କରନ୍ତି। ଏଥିପାଇଁ ପବିତ୍ର ଆତ୍ମା ପ୍ରଭୁ ଦେଇଛନ୍ତି, ସେ ଆମମାନଙ୍କ ସାଙ୍ଗରେ ଅଛନ୍ତି, ସାହାଯ୍ୟକାରୀ। ବିଭିନ୍ନ ସାହାଯ୍ୟ ଆମେ ଦେଖୁଛୁ, ବିଭିନ୍ନ ସାହାଯ୍ୟ ଯେକୌଣସି ବ୍ୟକ୍ତି ସାହାଯ୍ୟ କଲେ ମାନେ ନେବା ପାଇଁ ପ୍ରସ୍ତୁତ। ଆତ୍ମିକ ଜୀବନରେ ବଢିବା ପାଇଁ କ'ଣ ସାହାଯ୍ୟର ଆବଶ୍ୟକ ନାହିଁ? ଆତ୍ମିକ ଜୀବନରେ ବଢିବା ପାଇଁ କ'ଣ ପବିତ୍ର ଆତ୍ମାଙ୍କର ଆବଶ୍ୟକ ନାହିଁ? ଆମେ ଈଶ୍ୱରଙ୍କ ବାକ୍ୟ ଯେତେ ପଢିବା ପବିତ୍ର ଆତ୍ମା ହିଁ ସାହାଯ୍ୟ କରନ୍ତି ବୁଝିବା ପାଇଁ ମୋର ଭାଇ ଭଉଣୀମାନେ। ଏଥିପାଇଁ ଏଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏବଂ ଏଇ ଯୋଉ ପ୍ରଭୁଙ୍କର ମହାଶକ୍ତି ଆମ ଭିତରେ କାର୍ଯ୍ୟ କରୁଛି ତା ସମ୍ବନ୍ଧରେ ଆଉ ଗୋଟେ କଥା ମୋତେ ଲେଖାଯାଇଛି, ଆପଣ ଦେଖିବାକୁ ପାରିବେ। ଦ୍ୱିତୀୟ କରନ୍ତୀକୁ ଆମର ଯିବା, କରନ୍ତୀ ମଣ୍ଡଳୀ ନିକଟକୁ ପାଉଲଙ୍କର ଦ୍ୱିତୀୟ ପତ୍ର, ବହୁତ ସୁନ୍ଦର କଥା। ଆଉ এই ବିଷୟ ବୁଝିଲେ 4 ପର୍ବର 7 ପଦରେ ମାତ୍ର ମହାଶକ୍ତି ଯେ ଈଶ୍ୱରଙ୍କ, ପୁଣି ତାହା ଯେ ଆମ୍ଭମାନଙ୍କଠୁ ଉତ୍ପନ୍ନ ନୁହେଁ, ଏହା ଯେପରି ପ୍ରକାଶ ପାଏ, ଏଥି ନିମନ୍ତେ ଆମ୍ଭେମାନେ এই ଧନ ମୃତ୍ତିକା ପାତ୍ରରେ ପାଇଅଛୁ। এই ଧନ ମୃତ୍ତିକା ପାତ୍ର ପାଇଛୁ। ପବିତ୍ର ଆତ୍ମାଙ୍କୁ ବା ପବିତ୍ର ଆତ୍ମାଙ୍କ ଶକ୍ତିକୁ ଧନ ବୋଲି ଲେଖାଇଛି ଭାଇ। ଜଗତରେ ତ ବହୁତ ଧନ ଅଛି, କିନ୍ତୁ ଏଇ ଜଗତର ଧନ ଅନିତ୍ୟ, କେହି ମଧ୍ୟ କିଛି ନେଇକି ଯାଇପାରିବ। ମନୁଷ୍ୟ ଲୋକ ନେଇକି ଜନ୍ମ ହୋଇଛି, ସେ ଯେତେବେଳେ ମଶାଣୀକୁ ଚାଲିଯିବ ବା କବରଖାନାକୁ ଚାଲିଯିବ, ସେ ସେମିତି ଯିବ, କିଛି ନେଇକି ଯାଇପାରିବ। କିନ୍ତୁ ଈଶ୍ୱରଙ୍କ ବାକ୍ୟ କୁହେ ଆମେ ମୃତ୍ତିକା ପାତ୍ରରେ ଧନ ପାଇଛୁ। ମୃତ୍ତିକା ପାତ୍ର ବା ମାଟି ହାଣ୍ଡି, କେତେ ତାର ବୟସ? ତାର ବୟସ କିଛି ନୁହେଁ, ଗୋଟେ ମୁହୂର୍ତ୍ତରେ ଭାଙ୍ଗିଯିବ ସେଇଟା। କିନ୍ତୁ ସେଇ ମୃତ୍ତିକାର ପାତ୍ରକୁ ଯଦି ଆମେ ସାଇତି ରଖିବାକୁ ପାରିବା, ତାହେଲେ ବହୁତ ଦିନ ମଧ୍ୟ ସେଟା ରଖିବାକୁ ପାରିବା। ଆମର ଶରୀର ମୃତ୍ତିକାର ଶରୀର। ଆଦମଙ୍କୁ ପ୍ରଭୁ ଧୂଳିରେ ମାଟିରେ ତିଆରି କଲେ। ଆଉ ଆଦମଙ୍କୁ କହିଲେ ତୁମେ ଧୂଳି ଆଉ ଧୂଳିରେ ମିଶିବ। ଧୂଳିର ମୂଲ୍ୟ କିଛି ନାହିଁ, ତାହା ଉଡ଼ିଯାଏ, ତାର କୌଣସି ନିଶ୍ଚିତ ସ୍ଥାନ ନାହିଁ, ତାର ଓଜନ ବି ନାହିଁ, ତାର ମୂଲ୍ୟ ବି ନାହିଁ। କିନ୍ତୁ ବର୍ଷା ପଡ଼ିଲେ ଧୂଳିଟା ତଳେ ବସେ। ଯେତେବେଳେ ପବିତ୍ର ଆତ୍ମାଙ୍କ ବୃଷ୍ଟି ଆସିବ ଆମ ଉପରକୁ, ଆମେ ଯେ ଧୂଳି, ଆମେ ପ୍ରଭୁଙ୍କର ଅନୁଗ୍ରହ ପାଇବା, ଆମେ ସୁସ୍ଥିର ଜୀବନ ପାଇବା। ଆମେ ଦେଖୁଥିଲୁ ଏଇଠି ଲେଖା ହେଇଛି ମହାଶକ୍ତି ଈଶ୍ୱରଙ୍କର। ମହାଶକ୍ତି କେବଳ ଈଶ୍ୱରଙ୍କର, କାହାର ନାହିଁ। ଜଗତରେ ବିଭିନ୍ନ ଶକ୍ତି ଅଛି, କିନ୍ତୁ ମହାଶକ୍ତି ଈଶ୍ୱରଙ୍କର, ଆମଠାରୁ ଉତ୍ପନ୍ନ ନୁହେଁ। ପବିତ୍ର ଆତ୍ମାଙ୍କ ଶକ୍ତି ଆମ ଭିତରୁ ବାହାରୁ ନାହିଁ, ଆମର ନିଜର ଭିତର ଉତ୍ସ ନାହିଁ, ସେଇଟା ଈଶ୍ୱରଙ୍କର ଉତ୍ସ। ଗୋଟେ ଝରଣାର ସ୍ରୋତ ଭଳିଆ, ଯୋଉ ଝରଣା କେବେ ଶୁଖେ ନାହିଁ, ସେଇ ପ୍ରକାର ପବିତ୍ର ଆତ୍ମାଙ୍କ ସ୍ରୋତ ଯୋଉଟା ଆମ ଭିତରେ ଅଛି, ସେଇଟା ପ୍ରଭୁ ହିଁ ଆମକୁ ଦେଇଛନ୍ତି। ସମରିଆ ସ୍ତ୍ରୀକୁ ପ୍ରଭୁ କହିଲେ, ଆଗ ନାରୀ, ତୁମେ ଯଦି ମୋତେ ଜାଣିଥାନ୍ତ ତାହେଲେ ମୋତେ ତୁମେ ମାଗିଥାନ୍ତ, ଆଉ ମୁଁ ତୁମକୁ ଜୀବନ୍ତ ଜଳ ପିଇବାକୁ ଦେଇଥାନ୍ତି, ଯାହା ତୁମ ଅନ୍ତର ମଧ୍ୟରୁ ଉଛୁଳି ଉଠୁଥାନ୍ତା। ଆମେ ଆଶୀର୍ବାଦ ପାଉ, ଆଶୀର୍ବାଦର ଆଗ୍ରହ ପାଇଁ ପ୍ରଭୁ ଡାକିଯିବା। ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ଏଇ ଯୋଉ ମହାଶକ୍ତି, ସେଇଟା ଈଶ୍ୱରଙ୍କର ଧନ ଆମର ମୃତ୍ତିକା ପାତ୍ରରେ ଆମେ ପାଇଛୁ। ପବିତ୍ର ଆତ୍ମାଙ୍କୁ ପାଇବା ଦ୍ୱାରା କ'ଣ ହୁଏ? ଏଇ ଯୌନ ସୁସମାଚାର 14 ପର୍ବ ଆମେ ପଢୁଥିଲୁ, ସେଇଠି କିଛି ବିଷୟ ଲେଖାଯାଇଛି। ଆମମାନେ ସେଇ 2-3ଟା କଥା ଦେଖିବା। ପ୍ରଭୁଙ୍କ ବାକ୍ୟ ଆମମାନଙ୍କୁ ବହୁତ ସାହାଯ୍ୟ କରେ। ସେ ବାକ୍ୟ ପ୍ରଭୁ କହୁଛନ୍ତି ଏଇ ଜାଗାରେ 26 ପଦରେ, 14 ପର 26 ପଦରେ, କିନ୍ତୁ ସେ ପବିତ୍ର ଆତ୍ମା, ସେ ସାହାଯ୍ୟକାରୀ ଅର୍ଥାତ୍ ସେ ପବିତ୍ର ଆତ୍ମାଙ୍କୁ ପିତା ମୋ ନାମରେ ପ୍ରେରଣ କରିବେ। ପବିତ୍ର ଆତ୍ମା ଯେତେବେଳେ ଆସନ୍ତି ଗୋଟେ ବ୍ୟକ୍ତି ଭିତରକୁ, ସେ କାହା ନାଁରେ ଆସନ୍ତି, ଯୀଶୁ ନାଁ ନେଇକି ଆସନ୍ତି। ସେ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦେବେ। ଆଉ ମୁଁ ଯଦି ଈଶ୍ୱରଙ୍କ ବାକ୍ୟ ଜାଣିବା ପାଇଁ ଚାହୁଁଛୁ, ଆଉ ଜଗତର ଜ୍ଞାନ ମଧ୍ୟ ପାଇବା ପାଇଁ ଚାହୁଁଛୁ, ଉତ୍ତମ ଜ୍ଞାନ, ପବିତ୍ର ଆତ୍ମା ଶିକ୍ଷା ଦିଅନ୍ତି। ଆଉ ମୁଁ ତୁମ୍ଭମାନଙ୍କୁ ଯାହା ଯାହା କହିଅଛି ସେ ସବୁ ତୁମ୍ଭମାନଙ୍କୁ ସ୍ମରଣ କରାଇବେ। ଆମେ ଯୋଉ ବିଷୟ ଭୁଲି ଯାଉଛୁ, ପବିତ୍ର ଆତ୍ମା ତାକୁ ଆମକୁ ସ୍ମରଣ କରାନ୍ତି। ଆଉ ସେ କହିଲେ, ଏଇଠି ଯଦି ଆମେ 16 ପର୍ବକୁ ଯିବା, ଯଦି ଆପଣଙ୍କର ମେମୋରି ନାହିଁ ବା ସ୍ମରଣ ଶକ୍ତି ନାହିଁ, ତାହେଲେ ପ୍ରଭୁ କ'ଣ କରନ୍ତି? ଆମକୁ ସ୍ମରଣ କରାନ୍ତି। ଏବଂ 16 ପର୍ବରେ ସେ କହୁଛନ୍ତି, ତାଙ୍କ ବାକ୍ୟରେ 7 ପଦରୁ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୋହର ପ୍ରସ୍ଥାନ କରିବାର ତୁମମାନଙ୍କର ମଙ୍ଗଳ, କାରଣ ମୁଁ ପ୍ରସ୍ଥାନ ନ କଲେ ସେଇ ସାହାଯ୍ୟକାରୀ ତୁମ୍ଭମାନଙ୍କ ନିକଟକୁ ଆସିବେ ନାହିଁ। ମାତ୍ର ମୁଁ ଗଲେ ତାହାଙ୍କୁ ତୁମ୍ଭମାନଙ୍କ ନିକଟକୁ ଉଠାଇଦେବି ବା ପ୍ରେରଣ କରିବି। ସେ ଆସି ପାପ, ଧାର୍ମିକତା ଓ ବିଚାର ବିଷୟରେ ଜଗତକୁ ପ୍ରମାଣ ଦେବେ। ପାପ ବିଷୟରେ, କାରଣ ସେମାନେ ମୋଠାରେ ବିଶ୍ୱାସ କରନ୍ତି ନାହିଁ। ବାଇବେଲ କ'ଣ କୁହେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ପରିତ୍ରାଣ କର୍ତ୍ତା, ଉଦ୍ଧାର କର୍ତ୍ତା,
ପାପ କ୍ଷମାକାରୀ ଶାନ୍ତିଦାତା ଜଗତ ପାଇଁ ବଳିଦାନ କରିଛନ୍ତି ଏହି କଥାକୁ ବିଶ୍ୱାସ ନ କରିବାଟା ହିଁ ପାପ ବୋଲି ପ୍ରଭୁ ପ୍ରକାଶ କରନ୍ତି। ଧାର୍ମିକତା ବିଷୟରେ କଣ ଧାର୍ମିକତା? କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ଆଉ ତୁମାନେ ମୋତେ ଆଉ ଦେଖିବ ନାହିଁ। ସେ ଶାରୀରିକ ଶରୀର ନେଇକି ଜଗତରେ 33 ବର୍ଷ 6 ମାସ ଥିଲେ ଆଉ ସେ ସ୍ୱର୍ଗାରୋହଣ କଲେ ଆଉ ପବିତ୍ର ଆତ୍ମାଙ୍କୁ ପଠେଇଛନ୍ତି। ଆମେ ତାଙ୍କୁ ଶାରୀରିକ ଶରୀରରେ ତାଙ୍କୁ ଆମେ ଦେଖିପାରିବା ନାହିଁ, କିନ୍ତୁ ଆମେ ତାଙ୍କୁ ବିଶ୍ୱାସ କରିପାରିବା। ଆଉ ବିଶ୍ୱାସ ଦ୍ୱାରା ମଣିଷ ଧାର୍ମିକ ଗଣିତ ହୁଏ। ବ୍ୟବସ୍ଥା ପାଳନ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ହେଇପାରିବ ନାହିଁ, ଯେହେତୁ ମନୁଷ୍ୟ ବ୍ୟବସ୍ଥା ପାଳନ କରିବା ପାଇଁ ତାର ଶକ୍ତି ସାମର୍ଥ୍ୟ ନାହିଁ, ଯୋଉଟା ମୂଷାଙ୍କୁ ବ୍ୟବସ୍ଥା ଦେଇଥିଲେ। ଏଥିପାଇଁ এই যে ধার্মিকতা এটা বিশ্বাসমূলক ধার্মিকতা। সেইটা বিশ্বাসমূলক ধার্মিকতা কোণ? প্রভু যীশু খ্রিস্টଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ପ୍ରଭୁ ବୋଲି ବିଶ୍ୱାସ କରିବାଟା ହିଁ ଈଶ୍ୱରଦତ୍ତ ଧାର୍ମିକତା। ତୃତୀୟ ବିଷୟ ଲେଖାଯାଇଛି 11 ପଦରେ ବିଚାର ବିଷୟରେ। କାରଣ ଏହି ଜଗତର ଅଧିପତି ବିଚାରିତ ହୋଇଅଛି। କଣ ସେ ବିଚାର? ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ବିଚାରିତ ହେବେ ନାହିଁ ବୋଲି ବାଇବେଲ କହୁଛି। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ପରିତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ପାପ କ୍ଷମାକାରୀ ପ୍ରାୟଶ୍ଚିତ୍ତକାରୀ ବୋଲି ବିଶ୍ୱାସ କରନ୍ତି ସେମାନେ ବିଚାରିତ ହୁଅନ୍ତି ନାହିଁ, କିନ୍ତୁ ଯେଉଁମାନେ ତାଙ୍କୁ ବିଶ୍ୱାସ କରିନାହାନ୍ତି ସେମାନେ ବିଚାରିତ ହେଇସାରିଲେଣି। ଏଥିପାଇଁ ତଳେ 13 ପଦରେ ଆହୁରି ଲେଖାଯାଇଛି କିନ୍ତୁ ସେ ଅର୍ଥାତ ସତ୍ୟମ ଆତ୍ମା ଆସିଲେ, ପବିତ୍ର ଆତ୍ମାଙ୍କୁ ସତ୍ୟମ ଆତ୍ମା କୁହାଯାଏ, ଆସିଲେ ସେ ପଥ ଦେଖେଇବେ। ଆମମାନଙ୍କର ପଥ ପ୍ରଦର୍ଶକ ହେଉଛନ୍ତି ପବିତ୍ର ଆତ୍ମା। ତୁମମାନଙ୍କୁ ଦେଖାଇ ସତ୍ୟ ପଥରେ ପ୍ରବେଶ କରାଇବେ। ସତ୍ୟ ପଥରେ ଯିବା ପାଇଁ ପବିତ୍ର ଆତ୍ମା ସାହାଯ୍ୟ କରନ୍ତି, ଯେ ସେ ପବିତ୍ର ଅଟନ୍ତି ଅପବିତ୍ର ନୁହନ୍ତି। ତାପରେ ଲେଖାଯାଇଛି କାରଣ ସେ ଆପଣଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହି ସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ଜଣାଇବେ। ଜଣେ ପ୍ରଭୁଙ୍କ ଦାସ ବା ଦାସୀଙ୍କ ମୁଖ ଦେଇ ପବିତ୍ର ଆତ୍ମା କଥା କୁହନ୍ତି। ପବିତ୍ର ଆତ୍ମା କଥା ନ କହିଲେ କେହି ମଧ୍ୟ ଈଶ୍ୱରଙ୍କ ନିକଟକୁ ଆସିପାରିବେ ନାହିଁ ବା ଯାଇପାରିବେ ନାହିଁ। ପବିତ୍ର ଆତ୍ମା କଥା କହିଲେ କେବଳ ମଣ୍ଡଳରେ ଈଶ୍ୱରଙ୍କ ବାକ୍ୟ ବୁଝାଯିବ। ଅନେକ ସମୟରେ ଆମେ ଈଶ୍ୱରଙ୍କ ବାକ୍ୟ ବୁଝି ନଥାଉ। ଅନେକ ସମୟରେ ସେବକମାନେ, ପ୍ରଭୁଙ୍କର କାର୍ଯ୍ୟକାରୀମାନେ ବା ପ୍ରଭୁଙ୍କର ଦାସ ଦାସୀମାନେ ଯାହା ବି କୁହନ୍ତି ହୁଏତ ଅନେକ ସମୟରେ ସେମାନେ ନିଜେ ବି ବୁଝିପାରନ୍ତି ନାହିଁ ସେମାନେ କଣ କହୁଛନ୍ତି। ଅନେକ ସମୟରେ ଶୁଣିବା ଲୋକ ବୁଝିପାରନ୍ତି ନାହିଁ। ବୁଝିବା ନିମନ୍ତେ ସରଳ ଆଉ ସହଜ ହୋଇପାରିବ ଯଦି ପବିତ୍ର ଆତ୍ମାଙ୍କର ଶକ୍ତି ଆମ ଭିତରେ ଅଛନ୍ତି ବା ଶକ୍ତି ରହିଛି। ସେ ନିଜେ ହିଁ ଆମ ମୁଖ ଦେଇ କଥା କହିବେ ବା ବାକ୍ୟକୁ ବୁଝେଇ ପାରିବେ, ଜ୍ଞାନକୁ ବୁଝେଇ ପାରିବେ, ଆମମାନଙ୍କୁ ଜ୍ଞାନ ଦେଇପାରିବେ। ଆଉ ତୃତୀୟ ବିଷୟ ହେଉଛି ଆଗାମୀ ବିଷୟ ସେ ବୁଝେଇବେ। ଏଥିପାଇଁ ପ୍ରକାଶିତ ବାକ୍ୟ ହେଉ ବା ଦାନିଏଲ ବିବରଣୀ ହେଉ ବା ଜିସାୟ ହେଉ ବା ଜିର୍ମିୟ ବା ଜିଖରିୟ ହେଉ, ଯେକୌଣସି ଭାବବାଣୀର ବିଷୟ ଯୋଉଟା ଆମେ ବୁଝିପାରୁନୁ, କି ଚିଠା ଗୁଡାକ ହଉ କି ପୁରାତନ ନିୟମର ବହି ଗୁଡାକ ହଉ, ଆମେ ଯୋଉଟା ବୁଝିପାରୁନୁ, ସେ ଆମମାନଙ୍କୁ ଆଗାମୀ ଦିନମାନଙ୍କରେ କଣ ଘଟିବେ ଏହି ବାକ୍ୟ ଦ୍ୱାରା ସେମାନଙ୍କୁ ବୁଝେଇ ପାରିବେ। ତାପରେ ଲେଖାଯାଇଛି 14 ପଦରେ ସେ ମୋତେ ଗୌରବାନ୍ୱିତ କରିବେ। ପବିତ୍ରାତ୍ମା ପ୍ରାପ୍ତ ବ୍ୟକ୍ତି କେବେ ନିଜର ଗାରିମା କରିବ ନାହିଁ ବା ପ୍ରଭୁଙ୍କର ଜଣେ ଦାସ ନିଜର ପ୍ରଶଂସା କେବେ ଲୋଡ଼ିବ ନାହିଁ, ଅନ୍ୟର ଗୌରବକୁ ଅପେକ୍ଷା କରିବ ନାହିଁ, ଆଶା କରିବ ନାହିଁ। ପବିତ୍ରାତ୍ମା ପ୍ରାପ୍ତ ବ୍ୟକ୍ତି ନିଜର ଗୌରବ କେବେ ବି ଚାହିଁବ ନାହିଁ, ସେ କେବଳ ଈଶ୍ୱରଙ୍କର ପ୍ରଭୁଙ୍କର ଗୌରବ କରିବ। ତାପରେ ଲେଖା ହେଇଛି ସେ ମୋ ବିଷୟ ଘେନି ତୁମକୁ ଜଣାଇବେ। ଅଦରକାରୀ ବିଷୟ ପବିତ୍ର ଆତ୍ମା ଜଣାନ୍ତି ନାହିଁ। ମୋର ଭାଇ ଭଉଣୀ ମାନେ, ଅନେକ ସମୟରେ ଆମେ ଗୋଟେ ବିଷୟ ପଢୁ, ଶିକ୍ଷା ଦେବା ପାଇଁ ଠିଆ ହେଉ, ବାହାର କଥା ଯୋଉଟା ଈଶ୍ୱରଙ୍କ ବାକ୍ୟ ସମ୍ମତ ନୁହେଁ, ଏପରି ଅନେକ ଗୁଡ଼ିଏ କଥା କହୁ ଯୋଉଟା କି ପ୍ରଭୁଙ୍କ ପାଇଁ ପସନ୍ଦ ନୁହେଁ। ଆମେ ଏଇଟା ଅନେକ ସମୟରେ ଅନୁଭବ ମଧ୍ୟ କରିଛୁ। ଅଦରକାରୀ ବିଷୟ ଯୋଉଟା କି ଆମକୁ ଆବଶ୍ୟକ ନାହିଁ, ସେଇ ବିଷୟ ଯଦି ଆମେ ଗ୍ରହଣ କରିବା ତାହେଲେ ସେଇ ବିଷୟ ଦ୍ୱାରା ଆମର କୌଣସି ମଙ୍ଗଳ ହେବ ନାହିଁ। ଏଥିପାଇଁ ସେ କଣ କରି ଖ୍ରୀଷ୍ଟଙ୍କ ବିଷୟରେ ହିଁ ଜଣାନ୍ତି ପବିତ୍ର ଆତ୍ମା। ଗୋଟେ ବହୁତ ସୁନ୍ଦର କଥା ମୁଁ କହିବା ପାଇଁ ଚାହୁଁଛି। ରୋମିଓ ବିବରଣୀ 8 ପର୍ବ ଲେଖାଯାଇଛି। ଦେଖନ୍ତୁ ମୋର ଭାଇ ଭଉଣୀ ମାନେ, ଅତି ସୁନ୍ଦର କଥା। 15 ପଦରୁ 8 ପର୍ବ 15 ପଦରୁ କାରଣ ତୁମ୍ଭେମାନେ ଭୟ କରିବା ନିମନ୍ତେ ଦାସତ୍ୱ ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ। ତଦ୍ୱାରା ଆମ୍ଭେମାନେ ଆବ୍ବା ପିତା ବୋଲି ଡାକିଥାଉ। ପୁତ୍ରତ୍ୱର ଆତ୍ମା, ପବିତ୍ର ଆତ୍ମାକୁ ନ ପାଇଲେ ଆମେ ଈଶ୍ୱରଙ୍କୁ ସୃଷ୍ଟିକର୍ତ୍ତାଙ୍କୁ ପିତା ବୋଲି ଡାକିପାରିବା ନାହିଁ, ବାପା ବୋଲି ଡାକିପାରିବା ନାହିଁ। ବାଇବେଲ ଈଶ୍ୱରଙ୍କୁ ବାପାର ପରିଚୟ ଦିଏ। ଆମମାନଙ୍କର ଅନନ୍ତକାଳୀନ ପିତା ସେ, ଆମେ ତାଙ୍କର ପରିଚୟ ବାଇବେଲ ଦ୍ୱାରା ପାଇଛୁ। ଏଥିପାଇଁ ଆମର ପ୍ରାର୍ଥନାରେ ଆମେ ଈଶ୍ୱର, ପରମେଶ୍ୱର, ସଦାପ୍ରଭୁ, ମହାପ୍ରଭୁ ଏସବୁ କହିବା ଜାଗାରେ ଅନେକ ସମୟରେ ପିତା ବୋଲି ମଧ୍ୟ ସମ୍ବୋଧନ କରୁ। ଏଇଟା ବାଇବେଲ ଅଧିକାର ଦେଇଛି। ତାପରେ ଲେଖାଯାଇଛି ପିତା ବୋଲି ଡାକିଥାଉ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ ବୋଲି। ସେହି ଆତ୍ମା, ପବିତ୍ର ଆତ୍ମା ସ୍ୱୟଂ ଆମମାନଙ୍କର ଆତ୍ମା ସହିତ ଆମ ଭିତରେ ଯେ ପ୍ରଭୁ ନିଜର ଆତ୍ମା ଦେଇଛନ୍ତି, ବ୍ୟକ୍ତିଗତ ଆତ୍ମା। ପ୍ରତ୍ୟେକ ମନୁଷ୍ୟର ନିଜର ଆତ୍ମା ଅଛି, ବ୍ୟକ୍ତିଗତ ଆତ୍ମା। ଆଉ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ଆଉ ତାଙ୍କୁ ଆମେ ଆହ୍ୱାନ କରୁ, ନିମନ୍ତ୍ରଣ କରୁ, ତାଙ୍କୁ ଆମେ ଜାଗା ଦେଉ, ସିଂହାସନ ଦେଉ, ସେ ଅଧିକାର କରନ୍ତି ଆମର ଆତ୍ମାକୁ ଏବଂ ଆମର ଆତ୍ମା ପବିତ୍ର ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଏ।
ସାକ୍ଷ୍ୟ ପ୍ରଦାନ କରନ୍ତି। ଆଉ ଯଦି ସନ୍ତାନ ତେବେ ଉତ୍ତରାଧିକାରୀ। ଯଦି ଆମେ ସନ୍ତାନ ତାହେଲେ ସ୍ୱର୍ଗର ଅଧିକାରୀ, ଆମେ ପିତା ପରମେଶ୍ୱରଙ୍କ ଅଧିକାରୀଠୁ। ତେବେ ଉତ୍ତରାଧିକାରୀ ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ମଧ୍ୟ ହେବା ନିମନ୍ତେ ଆମ୍ଭେମାନେ ତାଙ୍କ ସାଙ୍ଗରେ ଦୁଃଖ ଭୋଗ କରୁ। ଯୀଶୁ କହିଲେ, ମୋ ପଛରେ ଯିଏ ଆସିବ, ମୋର ଅନୁଗମନ ଯିଏ କରିବ, ପ୍ରଥମେ ସେ ଆପଣ କ୍ରୁଶ ବହନ କରିକି ଆସୁ। ଦୁଃଖ କଷ୍ଟ ତାଡ଼ନା ନିନ୍ଦା ଅପମାନ କ୍ରୁଶ, ଏଇଟା ଏକ ଖ୍ରୀଷ୍ଟୀୟ ଜୀବନର ଅଂଶ ଅଟେ। ତାକୁ ଆମେ ଅଗ୍ରାହ୍ୟ କରିପାରିବା ନାହିଁ। ଆମର ବିଶ୍ୱାସୀ ଜୀବନର ଏକ ମୂଳ ଅଂଶ ହେଉଛି ଦୁଃଖ କଷ୍ଟ କ୍ରୁଶ। ଜଗତରେ କ୍ରୁଶ ଅଛି ଆଉ ସ୍ୱର୍ଗରେ କ୍ଷୀରଟି ଅଛି, এই ବିଷୟ ଆମେ ଭୁଲିଯିବା ନାହିଁ। ତାପରେ ଲେଖାଯାଇଛି ତେବେ ଈଶ୍ୱରଙ୍କର ଉତ୍ତରାଧିକାରୀ ଆଉ ଖ୍ରୀଷ୍ଟଙ୍କ ସହ ଉତ୍ତର ଅଧିକାରୀ ଅଟୁ। ଆମେନ୍। ଏଥିପାଇଁ ବର୍ତ୍ତମାନ ଆଉ ଦୁଇଟା ଅଂଶ ମୁଁ ପଢିବି। এই 8 ପର୍ବର 11 ପଦ। ଆଉ ଯେ ମୃତମାନଙ୍କ ମଧ୍ୟରୁ ଯୀଶୁଙ୍କୁ ଉଠାଇଲେ, ଯେଉଁ ପବିତ୍ର ଆତ୍ମା ଯୀଶୁଙ୍କୁ ଉଠାଇଲେ, ତାହାଙ୍କର ଆତ୍ମା ବା ପିତା ପରମେଶ୍ୱରଙ୍କ ଆତ୍ମା ଯଦି ତୁମାନଙ୍କଠାରେ ବାସ କରନ୍ତି, ତେବେ ଯେ ମୃତମାନଙ୍କ ମଧ୍ୟରୁ ଖ୍ରୀଷ୍ଟ ଯୀଶୁଙ୍କୁ ଉଠାଇଲେ, ସେ ତୁମାନଙ୍କଠାରେ ବାସ କରୁଥିବା ଆପଣ ଆତ୍ମାଙ୍କ ଦ୍ୱାରା ତୁମାନଙ୍କର ମର୍ତ୍ତ୍ୟ ସ୍ୱରୂପକୁ ଜୀବିତ କରାଇବେ। ଏଥିପାଇଁ ଏକ ବିଶ୍ୱାସୀ ଜୀବନରେ ପବିତ୍ର ଆତ୍ମାଙ୍କର ଉପସ୍ଥିତ ଆବଶ୍ୟକ ଅଛି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହେବା ପାଇଁ। ଯଦି ଆମେ ଫିଲିପି 3 ପର୍ବକୁ ଯିବା, ଆଉ ସେଇଟା ଆମର ଶେଷ ପଦ। এই ଫିଲିପି 3 ପର୍ବରେ ପବିତ୍ର ଆତ୍ମାଙ୍କର ଏକ ମହାନ କାର୍ଯ୍ୟ, ଯୋଉଟା ଆମେ ଜାଣିବା ବହୁତ ଆବଶ୍ୟକ ହୋଇଛି। ଖ୍ରୀଷ୍ଟଙ୍କର ଆଗମନ ଯେତେବେଳେ ହେବ, ତୁରିବାଦ୍ୟରେ ପ୍ରଭୁ ଆସି ମେଘମାଳାରେ ମଧ୍ୟ ଆକାଶକୁ ମଣ୍ଡଳୀକୁ ନେବା ପାଇଁ, ସେତେବେଳେ ଗୋଟେ ଅଦ୍ଭୁତ ଘଟଣା ଘଟିବ। ଗୋଟିଏ ମୁହୂର୍ତ୍ତ ପାଇଁ ମୃତ୍ୟୁ ଅଟକିଯିବ ସାରା ପୃଥିବୀରେ। କିନ୍ତୁ କ'ଣ ହେବ, ଯେତେବେଳେ ସେମାନେ ବିଶ୍ୱାସରେ ବଞ୍ଚିଥିବେ, ଯେଉଁମାନେ ମୃତମାନେ ଥିବେ ସେମାନେ ଉଠିବେ ତୁରିବାଦ୍ୟ ଶୁଣିକି, ପବିତ୍ର ଆତ୍ମାଙ୍କ ଶକ୍ତିରେ ଉଠିବେ। କିନ୍ତୁ ଯେଉଁମାନେ ମରି ନଥିବେ, ବିଶ୍ୱାସରେ ଜଗତ ଥିବେ, ତାଙ୍କର କ'ଣ ଘଟଣା ଘଟିବ? ଫିଲିପି 3 ପର୍ବର 20 ପଦ 21 ପଦ ଲେଖାଯାଇଛି, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। 21 ପଦ ଶୁଣନ୍ତୁ। ସେ ଆପଣାର ଯେଉଁ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ସେଇ କାର୍ଯ୍ୟ ସାଧକ ଶକ୍ତି ଦ୍ୱାରା ଆମ୍ଭମାନଙ୍କର ଛାର ଶରୀର, ଏ ରକ୍ତ ମାଂସଧାରୀ ଛାର ଶରୀର, ଏ ଧୂଳିର ଶରୀର 60, 70, 80 ବର୍ଷ, 100 ବର୍ଷ ବୋଲେ ବଳ ସକାଶେ 120 ବର୍ଷ ବଞ୍ଚିବ। ସେହି ଶରୀରକୁ ସେ କ'ଣ କରିବେ? ରୂପାନ୍ତରିତ କରି ଆପଣା ଗୌରବମୟ ଶରୀର ସଦୃଶ କରିବେ। ଏଇଟା ଈଶ୍ୱରଙ୍କ ବାକ୍ୟ। ରୂପାନ୍ତରିତ କରିବେ। ଯୀଶୁ ଆସିବା ଦିନ ତୁରିବାଦ୍ୟ ବାଜିବ, ଚକ୍ଷୁର ପଲକରେ, ଏକ ନିମଷରେ, ଗୋଟିଏ ମୁହୂର୍ତ୍ତରେ ଖ୍ରୀଷ୍ଟଙ୍କ ଠାରେ ଥାଇ ଯେଉଁମାନେ ମରିଛନ୍ତି ସେମାନେ ପୁନରୁତ୍ଥିତ ହେବେ ପବିତ୍ରତାଙ୍କ ଶକ୍ତିରେ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥିବେ ସେମାନେ ରୂପାନ୍ତରିତ ହେବେ। ଆଉ ଏକ ମୁହୂର୍ତ୍ତରେ ସମସ୍ତେ ମଧ୍ୟ ଆକାଶକୁ ନୀତ ହେବେ ଆଉ ଖ୍ରୀଷ୍ଟ ସ୍ୱର୍ଗ ଓହ୍ଲେଇବେ। ଆଉ ସେ କ'ଣ କରିବେ? ଆପଣା ବିଶ୍ୱାସୀମାନଙ୍କୁ, ଆପଣା ଲୋକମାନଙ୍କୁ, ଆପଣା ସନ୍ତାନ ସନ୍ତତିମାନଙ୍କୁ ନେଇକି ସେ ପିତାଙ୍କ ରାଜ୍ୟରେ ପ୍ରବେଶ କରିବେ। ଆଉ ତାପରେ କ'ଣ ହେବ ସେଇ ଘଟଣା ମାନେ ହୁଏତ ଆଗକୁ ଆଲୋଚନା କରିବା। କିନ୍ତୁ ପବିତ୍ର ଆତ୍ମାଙ୍କର ସହାୟତା ଆମମାନଙ୍କୁ ପିତାଙ୍କ ସହିତ ମିଳିବା ପର୍ଯ୍ୟନ୍ତ। ଏଥିପାଇଁ ଆଜିର ଯୁଗରେ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ଯେତେବେଳେ ମନୁଷ୍ୟ ସମାଜ ଗତି କରୁଛି, ଆମମାନେ ସମସ୍ତେ ପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ବିଶ୍ୱସ୍ତରେ, ସରଳ ହୃଦୟରେ, ନମ୍ରତାରେ, ପବିତ୍ରତାରେ ପ୍ରଭୁଙ୍କର ସେବା କରିବା ଆଉ ତାଙ୍କ ପଛରେ ଚାଲିବା। ମୋ ଭାଇ ଭଉଣୀମାନେ, ଆମମାନଙ୍କର କ୍ଷୁଦ୍ର ଜୀବନରେ ବହୁତ ବଡ଼ ବିଷୟ ପ୍ରଭୁ କରିବା ପାଇଁ ଚାହାନ୍ତି। ଏଥିପାଇଁ ଆମର କ୍ଷୁଦ୍ର ଜୀବନ ଯେପରି ତାଙ୍କର ମହିମା ଉଦ୍ଦେଶ୍ୟରେ ବିଭୂତ ହେବ, ବ୍ୟକ୍ତିଗତ ଭାବରେ ମୁଁ ଏବଂ ଆପଣମାନେ, ଆମ ପରିବାର, ଆମ ପିଲାମାନେ, ଆମର ମଣ୍ଡଳୀ, ଆମ ସମାଜ ଯେପରି ଅନନ୍ତ ରାଜ୍ୟରେ ଆମେ ପ୍ରବେଶ କରିବା, ଜଗତର ଦୁଃଖ କଷ୍ଟ ସମସ୍ୟା, ଏ ଅଭାବ ଅନାଟନ, এই ସମସ୍ତ ଭିତରୁ ଆମେ ରକ୍ଷା ପ୍ରାପ୍ତ ହେବା ଏବଂ ଈଶ୍ୱରଙ୍କ ସାନ୍ନିଧ୍ୟ, ଶାନ୍ତି, ପରିତ୍ରାଣ, ପାପକ୍ଷମ ପାଇ ଆମେ ତାଙ୍କ ସାନ୍ନିଧ୍ୟରେ, ତାଙ୍କ ସମ୍ମୁଖରେ ଆମେ ରହିବା। ଏଥିପାଇଁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।